এটা ଆଗରୁ ଆଶା କରାଯାଉଥିଲା। ଆପଣ ଦେଖିବେ ଯେ ଆସାମରେ ଯାହା ହେଲା, ପଶ୍ଚିମବଙ୍ଗରେ ଯାହା ହେଲା, ଓଡ଼ିଶାରେ ସେଟା ଘଟିବା ପାଇଁ ଯାଉଛି ଏବଂ ଏସ୍ଆଇଆର୍ ନାଁରେ ଯେଉଁ ପ୍ରକାର କାରସାଦି କରାଯାଉଛି ସେଟା ଗଣତନ୍ତ୍ର ପ୍ରତି ବିପଦ। ଆପଣ ଭୋଟର ଲିଷ୍ଟର ପୁନର୍ଲିଖନ କରନ୍ତୁ, କାହାରି ଆପତ୍ତି ନାହିଁ। ଯେଉଁମାନେ ଫେକ୍ ଭୋଟର ତାହାକୁ କାଟନ୍ତୁ, ଆମର କାହାରି ଆପତ୍ତି ନାହିଁ। ଯେଉଁମାନେ ନୂଆ ଭୋଟର ତାଲିକାରେ ଆସିବା କଥା ତାକୁ ଦିଆଯାଉ, ଆମର କାହାରି ଆପତ୍ତି ନାହିଁ। କିନ୍ତୁ ଏସ୍ଆଇଆର୍ ନାଁରେ ଯେଉଁ ଜେନ୍ୟୁଇନ୍ ଭୋଟର ମାନଙ୍କୁ କଟାଯାଉଛି ସେଟା ଗଣତନ୍ତ୍ର ପ୍ରତି ଏକ ବିପଦ ସୃଷ୍ଟି କରୁଛି। ଆପଣ ନିର୍ବାଚନୀ ଲାଭ ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ଦେବା ପାଇଁ ଆପଣ କେବଳ ନିଜର ସମର୍ଥକମାନଙ୍କୁ ଭୋଟର ତାଲିକା ଅନ୍ତର୍ଭୁକ୍ତ କରିବେ। ଏ ଯେଉଁମାନଙ୍କ ଉପରେ ଆପଣ ସଂଶୟ ହେବ ଯେ ଆପଣଙ୍କୁ ଭୋଟ ଦେବେ ନାହିଁ, ତାକୁ ବିଭିନ୍ନ ଆଳରେ ଆପଣ ଭୋଟର ତାଲିକାରୁ ବାଦ୍ ଦେବେ, ଏଟା କୋଉ ପ୍ରକାର ଗଣତନ୍ତ୍ର? ତେଣୁ ଏଇଟା ଆଗାମୀ ଦିନରେ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବା ପାଇଁ ଯାଉଛି। ସାଧୁ ସାବଧାନ। ତେଣୁ ଆମକୁ ଲାଗୁଛି ଏବଂ ଭାରତବାସୀଙ୍କୁ ଲାଗୁଛି ଯେ ସରକାରଙ୍କ ମାନସିକତା ସ୍ପଷ୍ଟ ନୁହେଁ। ଏ ବାବଦରେ ଆବିଳତା ରହିଛି, ସନ୍ଦେହ ରହିଛି, ଅନେକ ପ୍ରଶ୍ନବାଚୀ ରହିଛି। ଆଜି ଯଦି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ ହଉ ହଉ କେତେ ଲକ୍ଷ ଭୋଟର ବାହାରି ଗଲେଣି, 9,80,000 ଭୋଟର ବାହାରି ଗଲେଣି, କୋଉ ପରିପ୍ରେକ୍ଷୀରେ ଏଟା ହେଲା? ଏ ସମସ୍ତେ କ'ଣ ଦେଶ ବାହାରୁ ଆସିଛନ୍ତି ଓଡ଼ିଶାରେ ରହିଛନ୍ତି? ଏମାନେ କେହି ଓଡ଼ିଶାର ବା ଭାରତବର୍ଷର ନାଗରିକ ନୁହନ୍ତି। ଏ ସମସ୍ତେ କ'ଣ ବାଂଲାଦେଶରୁ ପାକିସ୍ତାନରୁ ଆସିଛନ୍ତି? ତେଣୁ ସନ୍ଦେହ ସୃଷ୍ଟି ହେବାର ସ୍ୱାଭାବିକ। ତେଣୁ ନିର୍ବାଚନ କମିଶନ ଆଉ ଥରେ ତା ଉପରେ ଚିନ୍ତା କରନ୍ତୁ ଏବଂ ସ୍ୱଚ୍ଛଳ ଭାବରେ ଏ କାର୍ଯ୍ୟଟି କରାଯାଉ। ଏଇଟା ଆମର ଅନୁରୋଧ। ଆଜ୍ଞା, ଦେଖାଯାଉ କ'ଣ ହେଉଛି। ଯେ ଦଳ ଏ ସମ୍ପର୍କ କିଛି ନିଷ୍ପତ୍ତି ନେଇନି, କିନ୍ତୁ ଏଇଟା କେବଳ ବିଜୁ ଜନତା ଦଳର ପ୍ରଶ୍ନ ନୁହେଁ। ଏଇଟା ଭାରତର ଗଣତନ୍ତ୍ରର ପ୍ରଶ୍ନ, ଗଣତନ୍ତ୍ର ସୁରକ୍ଷାର ପ୍ରଶ୍ନ, ଭାରତବର୍ଷର ନାଗରିକମାନଙ୍କର ଭୋଟ ଅଧିକାରର ପ୍ରଶ୍ନ। ଏଇଟା ପ୍ରତ୍ୟେକ ଭୋଟର ଭୋଟ ଦେବାର ଅଧିକାରର ପ୍ରଶ୍ନ। ଏଇଟା କେବଳ ଗୋଟିଏ ଦଳର ପ୍ରଶ୍ନ ନୁହେଁ, ଏଇଟା ଗଣତନ୍ତ୍ରର ଭବିଷ୍ୟତର ପ୍ରଶ୍ନ। ଯଦି ଏଇ ପ୍ରକାର କାରସାଦି ଚାଲିବ ତାହେଲେ ବେଶୀ ଦୂର ନୁହେଁ, ବେଶୀ ଦିନ ନୁହେଁ, ଏ ଗଣତନ୍ତ୍ର ବିପଦାପନ୍ନ ହୋଇପଡ଼ିବ। ଦେଖନ୍ତୁ, ଏ ସବୁ ପ୍ରାୟୋଜିତ ଏବଂ ଆଗରୁ ଏ ଯୋଜନା ପ୍ରସ୍ତୁତ କରିଥିଲା ଭାରତୀୟ ଜନତା ପାର୍ଟି। ଆପଣ ଦେଖିବେ ଯେଉଁ ମୁହୂର୍ତ୍ତରେ ପାର୍ଲାମେଣ୍ଟରେ ଫଲ୍ କରିଗଲା ଏଟା ସମ୍ବିଧାନ ସଂଶୋଧନ, ତାର 5 ମିନିଟ୍ ପରେ ପ୍ଲେକାର୍ଡ ରେଡି ହେଇଗଲା, ତାର 5 ମିନିଟ୍ ଭିତରେ ବ୍ୟାନର ସବୁ ରେଡି ହେଇଗଲା, ତାର 5 ମିନିଟ୍ ଭିତରେ ବିକ୍ଷୋଭ କରିବା ପାଇଁ ଲୋକ ସବୁ ରେଡି ହେଇଗଲେ, ପାର୍ଲାମେଣ୍ଟ ପରିସରଠୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ। এটা ପୂର୍ବରୁ ସବୁ ନିୟୋଜିତ ହୋଇଥିଲା ଏବଂ ମହିଳା ସଂରକ୍ଷଣ ଆଳରେ ଭାରତବର୍ଷର ଏକତାକୁ ବିପଦ ସୃଷ୍ଟି କରାଯାଉଥିଲା। ଆପଣ ଡିଲିମିଟେସନ ଆଳରେ ଯେଉଁ ପ୍ରକାର ଭାବରେ ବିଭିନ୍ନ ରାଜ୍ୟର ସିଟ୍ ସଂଖ୍ୟାକୁ ଆନୁପାତିକ ଭାବରେ କମେଇ ଦିଆଯାଉଥିଲା ଏବଂ କେତେକ ନିର୍ଦ୍ଦିଷ୍ଟ ରାଜ୍ୟର ଅନୁପାତକୁ ସିଟ୍ ସଂଖ୍ୟାକୁ ପାର୍ଲାମେଣ୍ଟ ଏବଂ ବିଧାନସଭା ମାନଙ୍କରେ ବଢ଼େଇ ଦିଆଯାଉଥିଲା, এটা ଭାରତବର୍ଷର ଏକତା ପ୍ରତି ବିପଦ ସୃଷ୍ଟି କରିଥାନ୍ତା। ଦେଖନ୍ତୁ, ମୋତେ ଦୁଃଖର ସହିତ ଦେବାକୁ ପଡୁଛି ଯେ ଅନେକ ସମୟରେ ଭାରତବର୍ଷର ମିଡିଆ ମଧ୍ୟ ତାଙ୍କର ଦାୟିତ୍ୱ ଠିକ୍ ଭାବରେ ପାଳନ କରୁନାହାନ୍ତି। ସତ୍ୟକୁ ପ୍ରକଟିତ କରିବାର ଯେଉଁ ଦାୟିତ୍ୱ, ସେ ଦାୟିତ୍ୱକୁ ସମସ୍ତଙ୍କୁ ନିର୍ବାହ କରିବାକୁ ପଡ଼ିବ। ମିଡିଆକୁ ନିର୍ବାହ କରିବାକୁ ପଡ଼ିବ, ରାଜନୈତିକ ଦଳମାନଙ୍କୁ ନିର୍ବାହ କରିବାକୁ ପଡ଼ିବ, ଅଣରାଜନୈତିକ ସଂଗଠନମାନଙ୍କୁ ମଧ୍ୟ ନିର୍ବାହ କରିବାକୁ ପଡ଼ିବ। ଆପଣ 2023 ମସିହାରେ ସର୍ବସମ୍ମତି କ୍ରମେ ସବୁ ଦଳର ସମର୍ଥନରେ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହୋଇଥିଲା ମହିଳା ସଂରକ୍ଷଣକୁ ନେଇକରି। କୌଣସି ଗୋଟିଏ ବି ଦଳ ବି ଆପତ୍ତି କରିନଥିଲେ। କରିଥିଲା କି କିଏ? ସମସ୍ତେ ମହିଳା ସଂରକ୍ଷଣକୁ ଲାଗୁ କରିବା ପାଇଁ ସହମତି ହୋଇଥିଲେ ଏବଂ 2023 ମସିହାରେ ଯେଉଁ ସମ୍ବିଧାନ ସଂଶୋଧନ କରାଯାଇଥିଲା, ଆପଣ 3 ବର୍ଷ କାଳ ତାର ନୋଟିଫିକେସନ ବି କଲେ ନାହିଁ। କୋଉ ମାନସିକତା ଆପଣଙ୍କର? ଏଇଟା ମହିଳା ସପକ୍ଷବାଦୀ ମାନସିକତା। ଏବଂ ଯେତେବେଳେ ଆପଣ ଡିଲିମିଟେସନ କରିବା କାର୍ଯ୍ୟ କଲେ ଅସାମ୍ବିଧାନିକ ଭାବରେ, ସେତେବେଳେ ଆପଣ ତାକୁ ସଂଲଗ୍ନ କରିଦେଲେ, ମିଶାଇ ଦେଲେ ଡିଲିମିଟେସନ ଏବଂ ମହିଳା ସଂରକ୍ଷଣ ବିଲ୍ ତ 2023 ମସିହାରୁ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇସାରିଥିଲା। ଆପଣ ଯଦି ଏତେ ମହିଳା ସପକ୍ଷବାଦୀ, ତାର ନୋଟିଫିକେସନ କରିବା ପାଇଁ ଆପଣଙ୍କୁ 3 ବର୍ଷ ଲାଗିଲା ଏବଂ ବର୍ତ୍ତମାନ ଡିଲିମିଟେସନ ସହିତ ଆପଣ ମହିଳା ସଂରକ୍ଷଣକୁ ସଂଯୋଗ କରିଦେଲେ ଅତି ଚତୁରତାର ସହିତ। ଏବଂ ଆଜି ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମହିଳା ମହିଳା ମହିଳା। ମୋତେ ଗୋଟିଏ ରାଜନୈତିକ ଦଳର ନାଁ କୁହନ୍ତୁ ଯେଉଁମାନେ 2023 ମସିହାରେ
ଯେତେବେଳେ ସମ୍ବିଧାନ ସଂଶୋଧନ ବିଲ୍ ଆସିଲା ମହିଳା ସଂରକ୍ଷଣ ନେଇକରି କିଏ ତାକୁ ବିରୋଧ କରିଥିଲା? ବିଜୁ ଜନତା ଦଳ ବିରୋଧ କରିଥିଲା, ସମାଜବାଦୀ ପାର୍ଟି ବିରୋଧ କରିଥିଲା, କଂଗ୍ରେସ ଦଳ ବିରୋଧ କରିଥିଲା, କୋଉ ରାଜନୈତିକ ଦଳ ବିରୋଧ କରିଥିଲେ? ଏବଂ ଯଦି ବିଜୁ ଜନତା ଦଳ କଥା କହିବେ, ଭାରତ ବର୍ଷରେ ବିଜୁ ଜନତା ଦଳ ହେଉଛି ବା ଜନତା ଦଳ ହେଉଛି ଓଡ଼ିଶାରେ ପ୍ରଥମ ଦଳ ଏବଂ ବିଜୁ ପଟ୍ଟନାୟକ ହେଉଛନ୍ତି ପ୍ରଥମ ନେତା ଯେ କି ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣକୁ ଲାଗୁ କରିଥିଲେ। ଯେତେବେଳେ ବିଜୁ ପଟ୍ଟନାୟକ 1990ରୁ 1995 ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମହିଳା ମାନଙ୍କର ସଂରକ୍ଷଣକୁ ପଞ୍ଚାୟତ ରାଜ ବ୍ୟବସ୍ଥାରେ ଏବଂ ତ୍ରିସ୍ତରୀୟ ନିର୍ବାଚନ ବ୍ୟବସ୍ଥାରେ ବିଜୁ ପଟ୍ଟନାୟକ ହିଁ ଲାଗୁ କରିଥିଲେ ଫାଷ୍ଟ ଲୋକ। ସେତେବେଳକୁ 73-74ତମ ସମ୍ବିଧାନ ସଂଶୋଧନ ବି ହେଇନଥିଲା। ତାର ପୂର୍ବରୁ ଓଡ଼ିଶାରେ ସେ ବ୍ୟବସ୍ଥାକୁ ବିଜୁ ପଟ୍ଟନାୟକ ଲାଗୁ କରିଥିଲେ। ତେଣୁ ବିଜୁ ଜନତା ଦଳ ମହିଳା ସପକ୍ଷବାଦୀ ଦଳ ନା ମହିଳା ବିରୋଧୀ ଦଳ? ଏବଂ ଯେଉଁମାନେ 2023 ମସିହାର ସମ୍ବିଧାନ ସଂଶୋଧନ ବିଲ୍ର ନୋଟିଫିକେସନ କରିବା ପାଇଁ 3 ବର୍ଷ ନେଲେ ଭାରତୀୟ ଜନତା ପାର୍ଟିର ସରକାର, ସେମାନେ ମହିଳା ସପକ୍ଷବାଦୀ ହେଇଗଲେ। ତେଣୁ ଆଜି ମହିଳାଙ୍କ ନାଁରେ ଏ ଦେଶରେ ଗୋଟେ ମିଥ୍ୟା ପ୍ରଚାର କରାଯାଉଛି ଏବଂ ବାହାବା ନେବା ପାଇଁ ଚେଷ୍ଟା କରାଯାଉଛି, ରାଜନୈତିକ ଲାଭ ନେବା ପାଇଁ ଉଦ୍ଦେଶ୍ୟରେ ମିଛ ପ୍ରଚାର କରାଯାଉଛି। ଆମେ ସମସ୍ତେ ମହିଳା ସପକ୍ଷବାଦୀ, ଆମେ ଚାହୁଁ ମହିଳାମାନଙ୍କର ଅଂଶ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଥମ ଧାଡ଼ିରେ ରହୁ, ତାକୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ମହିଳାଙ୍କ ନାଁରେ ଯେଉଁମାନେ ରାଜନୀତି କରୁଛନ୍ତି, ନିର୍ବାଚନ ବୈତରଣୀ ପାଇଁ ଚେଷ୍ଟା କରୁଛୁ, ସେଟାକୁ ଆମେ ନିନ୍ଦା କରୁଛୁ। ଆମର କାର୍ଯ୍ୟକ୍ରମ ତ ମୂଳରୁ ଅଛି। ମହିଳା ଜାଗରଣର କାର୍ଯ୍ୟକ୍ରମ ଆମେ ସବୁବେଳେ ଗ୍ରହଣ କରିଛୁ। ମୁଁ କହିଲି ପରା, ବିଜୁ ଜନତା ଦଳ ସମୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ପ୍ରଥମ ରାଜ୍ୟ ଭାରତ ବର୍ଷରେ ଯେଉଁମାନେ ପଞ୍ଚାୟତୀ ରାଜ ବ୍ୟବସ୍ଥାରେ ତ୍ରିସ୍ତରୀୟ ପଞ୍ଚାୟତୀ ରାଜ ବ୍ୟବସ୍ଥାରେ ଆମେ ମହିଳା ସଂରକ୍ଷଣକୁ ଲାଗୁ କରିଥିଲୁ। ସେତେବେଳେ ଲୋକ କହନ୍ତି ଯେ ଯାହା ପଶ୍ଚିମବଙ୍ଗ ଆଗେ ଭାଗେ ଭାରତ ପରେ ଭାବେ, କିନ୍ତୁ ମହିଳା ସଂରକ୍ଷଣ ଦିଗରେ ଯାହା ଓଡ଼ିଶା ପ୍ରଥମେ ଭାବିଲା ଭାରତ ପରେ ଭାବିଲା। ଏବଂ ସେତେବେଳେ 73rd ଏବଂ 74th କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ବିଲ୍ ପାସ୍ ହେଇନଥିଲା, ତା ପୂର୍ବରୁ ଓଡ଼ିଶାରେ ସେ ବ୍ୟବସ୍ଥାକୁ ଆମେ ଲାଗୁ କରୁଥିଲୁ। ଏବଂ ତମେ ଆମକୁ ଶିକ୍ଷା ଦେଉଛ ମହିଳା ସଂରକ୍ଷଣ ବିଷୟରେ। ତେଣୁ ଏଇଟା ମହିଳାମାନଙ୍କ ପ୍ରତି ଆଜି ଭାରତୀୟ ଜନତା ପାର୍ଟି ଯେଉଁ ମହିଳା ସଂରକ୍ଷଣ ବିଲ୍କୁ ଡିଲିମିଟେସନ ବିଲ୍ ସହିତ ସମ୍ପୃକ୍ତ କରି ଯେଉଁ ଆଣିଲେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ, ସେଟା ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରାଗଲା। ଦେଖନ୍ତୁ, ମୁଁ ପୁଣି ଥରେ ରିପିଟ୍ କରୁଛି ଯେ ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ମିଡିଆ ହେଉଛି ସବୁଠାରୁ ବଡ଼ ମାଧ୍ୟମ ଏବଂ ମିଡିଆମାନଙ୍କର ମଧ୍ୟ ବହୁତ ବଡ଼ କର୍ତ୍ତବ୍ୟ ଅଛି ଭାରତର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ, ଭାରତର ମହିଳାମାନଙ୍କର ସ୍ୱାଧୀନତାକୁ ଏବଂ ତାଙ୍କର ଅଧିକାରକୁ ରକ୍ଷା କରିବା ପାଇଁ। ଦ୍ୱିତୀୟରେ ରାଜନୈତିକ ଦଳମାନଙ୍କର କର୍ତ୍ତବ୍ୟ ଅଛି, ତୃତୀୟରେ ଜନସାଧାରଣଙ୍କର ବି କର୍ତ୍ତବ୍ୟ ଅଛି। ଏକ ରାଜନୈତିକ ଦଳ ହିସାବରେ ବିଜୁ ଜନତା ଦଳର ଗୃହୀତ ନୀତି ଓ ନିଷ୍ପତ୍ତି ହେଉଛି ମହିଳା ସଂରକ୍ଷଣ ଏବଂ ସେଥିପାଇଁ ଜନଜାଗରଣ ଆମେ ସୃଷ୍ଟି କରୁଛୁ, ଆଗାମୀ ଦିନରେ ମଧ୍ୟ କରିବୁ। ହେଲା। ରହିଛି ତ ଆପଣ ଦେଖିବେ କାଲି ତାରିଖ ପରେ ତାରିଖ ଘୁଞ୍ଚୁଛି କିନ୍ତୁ କିଛି ନିଷ୍କର୍ଷ ବାହାରୁନି। ଆପଣ ଦେଖୁଥିବେ କଣ ସର ମହାନଦୀ ବର୍ଷରେ ବେଶୀ ଟ୍ରିବ୍ୟୁନାଲ जो 2 मास 4 मास 9 मास कार्य बढ़ाऊँ ट्रिब्यूनाल यहाँ हास्यास्पद घटना। ट्रिब्यूनाल तकर कार्य शीघ्र संपन्न करंतु एवं जते दिन पर्यंत संपन्न करना कार्यकाल को वृद्धि करा जाऊ। 9 मास सरकार जो कार्यकाल बढ़ाई तार यथार्थता कौन मुझे बुझीपार ना। तेणु जो ट्रिब्यूनाल 8 वर्ष भितर जजमेंट दे पारे ना, से 9 मास भितर कार्य संपन्न करेंगे आपण मैंने आशा करुँच कि। तेणु ट्रिब्यूनाल को अनुरोध करा जो तांकर कार्य से एक्सेलरेट करंतु, त्वरान्वित करंतु, यथाशीघ्र तांकर राय शुणंतु
एवं जति दिन पर्यंत राय शुणै ना कार्यकाल को बढ़ाई दि जाऊ। ये अनिश्चित भितर ट्रिब्यूनल को कहीं पका जाउछि प्रथम कथा। द्वितीय कथा सरकार आपस समाधान कथा कहउछंती जदि आपस आलोचना जरिया रे समाधान हुअंता आमे खुशी हुंतु। आज पर्यंत हला नहीं एवं आमे आशा करिथिलु जे जेते बेले तीनोटी जगह रे गोटिए दलर सरकार हेले जो माने पक्ष ए घटना रे जो माने पक्ष ओडिशा राज्य सरकार पक्ष छत्तीसगढ़ सरकार पक्ष एवं जदि आपण भाविबे केंद्र भी एक पक्ष तेणु उभय पक्ष सबु पक्ष बर्तमान गोटे दलर सरकार अच्छी एवं आम आशा करूँ जेहेतु गोटे दलर सरकार अच्छी गोटे मानसिकता अच्छी समस्या समाधान शीघ्र हो पार किंतु से आशा भी आशार रहीगला से आशा मोड़ीगला। आज सरकार आपस समाधान कथा कहते सरकार आपस समाधान कथा कहबार वर्षटी हो गला ए भितर केते थर आपस समाधान पे बैठक होईची आमको जहाँ खबर जे छत्तीसगढ़ सरकार आपस समाधान आलोचना पे आग्रही बोटे नहंती। ओडिशा सरकार जो प्रस्तावना देते तार कौन सी भल पॉजिटिव रेस्पॉन्ड छत्तीसगढ़ सरकार देले नहीं। तेणु ओडिशार जो मंत्री स्तरीय प्रतिनिधि दल जीवार कथा आपस आलोचना करने सेटा भी आज पर्यंत संभव हो पारि नहीं। तेणु आपस आलोचना भी एक प्रहलिकार परिणत होईची। तृतीय कथा होची जदि आपस आलोचना आपण करिवे क्यों शर्त करिवे एपटे आपस आलोचनार कथा कहउचंती सेपटे छत्तीसगढ़ सरकार डैम पर डैम तैयारी करी चलीछंती बैरेज पर बैरेज तैयारी करी चलीछंती आज भी तांकर कार्य चलीछि। जदि आपण आपस आलोचना बैठक रे बसिबे प्रथमे तांकर जो फर्दर कार्य आगु जो कार्य अछि से कार्य बंद करंतु इयाडे तांकर काम भी करूथिबे बैरेज पर बैरेज निर्माण भी करूथिबे एवं इयाडे आपण आपस आलोचनार कथा कहउथिबे ये परस्पर विपरीत मूलक। तृतीय रे जदि आपस आलोचना समाधान आसीबो आमे समस्ते खुशी हेबु किंतु तार पूर्वरु जो जगह से जल को बंद करिसथि आज ग्रीष्मकाल आसिलानी आपण जाइकरी देखंतु जोठी ओडिसा रो आरंभ होईछि महानदी सुखासोड़ा तार अवस्था कोन संपूर्ण सुखी गलानी तार तळ को महानदी संपूर्ण सुखी गलानी। तेणु तिरोट खरा समय मध्य छत्तीसगढ़ सरकार जेतिकी पानी छाड़िबा कथा छाड़ू नांती तो आपस आलोचना बैठक रे आपण बसंतु आमार आपत्ति नहीं किंतु ता पूर्व छत्तीसगढ़ सरकार अंततः ग्रीष्मकाल किसी जल छाड़ू पानी छाड़ू पानी बिना सबुठी ओडिशा रे हाहाकार हेलानी। ओडिशा सरकार को चिंता नहीं केवल स्लोगानबाजी रे मातिचंती केवल पूर्व सरकार को दोष देवारे मातिचंती। तेणु ए सबु परिस्थिति रे जदि सरकार आंतरिकता अच्छी मु बारंबार कहूँ रिपीट करुच्ची जे ओडिशा रे जो दल सरकार छत्तीसगढ़ रे से दलर सरकार दिल्ली रे से दलर सरकार तेणु उभय तीनोटी जगह रे गोटे दलर सरकार गोटे मानसिकता गोटे निष्पत्ति गोटे चिंताधारा तो कहीं समस्या समाधान हम ना। तेणु जदि आपण आपस समाधान करेंगे शीघ्र करंतु जदि नहीं अन्न पंथा ग्रहण करेंगे शीघ्र करंतु ओडिशावासी को आउ बेसी दिन भेलिकी देखांतु नहीं। समस्या जिते समाधान विलंबित होउची ओडिशार समस्या सेतिकी बढ़ुची एवं आगामी दिन में यह समस्या आहरी उत्कटतर होब। भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमी रे प्रयोग करंतु। जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमको लाइक फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।